ଜୟ ଜଗନ୍ନାଥ ନମସ୍କାର। ଆସନ୍ତୁ ନଜର ପକାଇବା ଆଜିର ଟପ୍ ନ୍ୟୁଜ୍ ଅପଡେଟ୍ କ'ଣ ସବୁ ରହିଛି। କିନ୍ତୁ ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖି ସୁଚିନ୍ତିତ ମତାମତ ଦିଅନ୍ତୁ। ଯେଉଁମାନେ ଚ୍ୟାନେଲକୁ ପ୍ରଥମ କରି ଆସିଛନ୍ତି ସବସ୍କ୍ରାଇବ୍ କରନ୍ତୁ ଏବଂ ଆସୁଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ଯାହାଫଳରେ ପ୍ରତ୍ୟେକ ନୂତନ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ତେବେ ଆସନ୍ତୁ ନଜର ପକାଇବା ଆଜିର ପ୍ରମୁଖ ଖବରଗୁଡ଼ିକ ଉପରେ। ଆଜିର ପ୍ରଥମ ଖବର, ଫେବୃଆରୀ ମାସ ପାଇଁ ଅନୁଷ୍ଠିତ ହେବାକୁ ଥିବା ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ 10ଟା ସମୟରୁ ପ୍ରଥମ ସୋମବାର ଅର୍ଥାତ୍ 2 ତାରିଖ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବାରିପଦା ସହର ଉପଖଣ୍ଡ ପାଇଁ ହୋଇଯାଇଥିଲା। ଦ୍ୱିତୀୟ ସୋମବାର ଅର୍ଥାତ୍ ଆଗାମୀ 9 ତାରିଖ ବାମନଘାଟି ଉପଖଣ୍ଡ ପାଇଁ ରାଇରଙ୍ଗପୁରସ୍ଥ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ, ତୃତୀୟ ସୋମବାର ଆଗାମୀ 16 ତାରିଖ ପାଞ୍ଚପେଡ଼ି ଉପଖଣ୍ଡ ପାଇଁ କରଞ୍ଜିଆସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ, ଚତୁର୍ଥ ସୋମବାର ଅର୍ଥାତ୍ ଆଗାମୀ 23 ତାରିଖ କପ୍ତିପଦା ଉପଖଣ୍ଡ ପାଇଁ ଉଦଳାସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏହି ଶୁଣାଣି କାର୍ଯ୍ୟକ୍ରମ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ। ବାରିପଦାରେ ଅନୁଷ୍ଠିତ ହେବାକୁ ଥିବା ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ଜିଲ୍ଲାସ୍ତରୀୟ ଆଇନ ବିଭାଗ ଅଧିକାରୀ, ବାରିପଦା ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର, ସମସ୍ତ ବିଡ଼ିଓ ଉପସ୍ଥିତ ରହି ଏହି ଜିଲ୍ଲାର ଅନ୍ୟ ଉପଖଣ୍ଡମାନଙ୍କରେ ଅନୁଷ୍ଠିତ ହେବାକୁ ଥିବା ଉପଖଣ୍ଡ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। ସମ୍ପୃକ୍ତ ଉପଖଣ୍ଡ ଅଞ୍ଚଳର ଜନସାଧାରଣ ନିଜ ନିଜର ବ୍ୟକ୍ତିଗତ ଏବଂ ସାମୂହିକ ସମସ୍ୟା ସମ୍ପର୍କିତ ଅଭିଯୋଗଗୁଡ଼ିକ ଉପସ୍ଥିତ ରହି ଜଣାଇବେ। ପରବର୍ତ୍ତୀ ଖବର, ସଂକ୍ରାମକ ତଥା ମାରାତ୍ମକ ବଜବଜିଆ ଆକ୍ରାନ୍ତ ହୋଇ ବଡ଼ଜାମୁଣି ଏବଂ ଏହାର ଆଖପାଖ ଗ୍ରାମରେ 15 ଦିନ ମଧ୍ୟରେ 10-12ରୁ ଉର୍ଦ୍ଧ୍ୱ ଗୋରୁଙ୍କର ମୃତ୍ୟୁ ଏବଂ ଏକାଧିକ ଆକ୍ରାନ୍ତ ହୋଇଥିବା ସମ୍ପର୍କିତ ଖବର ରବିବାର ପ୍ରକାଶ ପାଇବା ପରେ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ତତ୍ପରତା ଦେଖାଇଛି। ମୟୂରଭଞ୍ଜ ଜିଲ୍ଲା ବାରିପଦା ଉପଖଣ୍ଡ ପ୍ରାଣୀ ଚିକିତ୍ସକ ଅଧିକାରୀ ଡକ୍ଟର ଦୀପକ ରଞ୍ଜନ ପରିଡ଼ାଙ୍କ ତତ୍ତ୍ୱାବଧାନରେ 2ଟି ସ୍ୱତନ୍ତ୍ର ଡାକ୍ତରୀ ଦଳ ରବିବାର ମରଡ଼ା ବ୍ଲକ ଦାନ୍ତିଆମୁହାଁ ପଞ୍ଚାୟତର ଅନ୍ତର୍ଗତ ବଡ଼ଜାମୁଣି ଗ୍ରାମକୁ ଯାଇ ବଜବଜିଆ ରୋଗରେ ଆକ୍ରାନ୍ତ ହୋଇଥିବା ଗାଈଗୋରୁଙ୍କୁ ଟିକାକରଣ କରିବା ସହ ଆବଶ୍ୟକ ଚିକିତ୍ସା ଯୋଗାଇ ଦେଇଛନ୍ତି। ଏଥିସହିତ ଏହି ସଂକ୍ରାମକ ରୋଗରେ ପ୍ରତିକାର ପାଇଁ ଗାଁରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଡାକ୍ତର ଦଳରେ ମରଡ଼ା ବିଡ଼ିଓ ଡକ୍ଟର ପଙ୍କଜ କୁମାର ଜେନା, ପ୍ରାଣୀଧନ ନିରୀକ୍ଷକ ଝୁମାରାଣୀ ସେଠୀଙ୍କ ସମେତ ପ୍ରାଣୀ ସମ୍ପଦର ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ପରବର୍ତ୍ତୀ ଖବର, ଠାକୁରମୁଣ୍ଡା ବ୍ଲକ ମହୁଲିଆ ଥାନା ଅନ୍ତର୍ଗତ ଠାକୁରମୁଣ୍ଡା ଆନନ୍ଦପୁର ରାସ୍ତାରେ ବାଲି ବୋଝେଇ କରି ଆସୁଥିବା 2ଟି ହାଇୱାକୁ ଜବତ କରାଯାଇଛି। ମିଳିଥିବା ଖବର ଅନୁସାରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖଣି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। 53 ନମ୍ବର ରାଜ୍ୟ ରାଜପଥ ଠାକୁରମୁଣ୍ଡା ଆନନ୍ଦପୁର ରାସ୍ତାରେ ବାଲି ବୋଝେଇ କରି ଆସୁଥିବା 2ଟି ହାଇୱାକୁ ଚିଆଁବାଡ଼ା ଛକ ନିକଟରେ ଯାଞ୍ଚ କରିଥିଲେ। ଆବଶ୍ୟକର କାଗଜପତ୍ର ଦେଖାଇ ନ ପାରିବାରୁ ଖଣି ବିଭାଗ ଜବତ କରି ମହୁଲିଆ ଥାନାରେ ଅଟକ ରଖିଛି। ଜବତ ହୋଇଥିବା ହାଇୱା ହେଉଛି OD 09K 8327 ଏବଂ OD 09G 6109। ବାଲି ମାଫିଆ ସକ୍ରିୟ ଥିବାରୁ ମାଇନିଂ ବିଭାଗ ବାରିପଦା ପୁଲିସ ସହାୟତାରେ 31 ତାରିଖ ସକାଳେ ଚିଆଁବେଡ଼ା ଛକରୁ ଗାଡ଼ି 2ଟି ଅଟକ ରଖି ତଦନ୍ତ ଜାରି ରଖିଛି। ପରବର୍ତ୍ତୀ ଖବର, କରପସନ୍ ଫ୍ରି ଓଡ଼ିଶା ଏବଂ ସିଟିଜେନ୍ସ ଫୋରମ ଫର ପ୍ରୋଗ୍ରେସିଭ୍ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ବାମନଘାଟି ଉପଖଣ୍ଡ ଅଞ୍ଚଳରେ ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟ, ନୂଆଡିହି ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟ ବଡ଼ଟାଳିମା ଏବଂ PMC ରାଇରଙ୍ଗପୁର ବାଳିକା ଉଚ୍ଚ ବିଦ୍ୟାଳୟ 2 ଦିନିଆ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ଦେବଦତ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାରେ MPC ସ୍ୱୟଂଶାସିତ ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ହରିହର ଦାସ, ରାଇରଙ୍ଗପୁର DFO ସୁବ୍ରତ ପାତ୍ର, ରାଇରଙ୍ଗପୁର ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମ ସଞ୍ଚାଳିକା ଭଉଣୀ BK ସୁପ୍ରିୟା, ସାମାଜିକ କର୍ମୀ କାଶୀନାଥ ହେମ୍ରମ, ଛଟରାଇ ହେମ୍ରମ, ଶ୍ରୀଧର ମହାପାତ୍ର, ପ୍ରଧାନ ଶିକ୍ଷକ ରାଧାକାନ୍ତ ମହାରଣା, ସୁବଳଚନ୍ଦ୍ର ଦାସ ମହାପାତ୍ର, ଜ୍ଞାନରଞ୍ଜନ ପାଣିଗ୍ରାହୀ, ପ୍ରଧାନ ଶିକ୍ଷୟିତ୍ରୀ ଋଷିପ୍ରଭା ମହାନ୍ତ ପ୍ରମୁଖ ଅଂଶଗ୍ରହଣ କରିଥିଲେ। କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସାପତ୍ର, ଟ୍ରଫି ପ୍ରଦାନ କରାଯାଇଥିଲା। ସମସ୍ତଙ୍କୁ ଦୁର୍ନୀତି ନିବାରଣ ପାଇଁ ଶପଥ ପାଠ କରାଯାଇଥିଲା। ପରବର୍ତ୍ତୀ ଖବର, ସାରା ରାଜ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଘ ପୂର୍ଣ୍ଣିମାକୁ ଆଦିବାସୀ ହୋ ସମ୍ପ୍ରଦାୟର ଲୋକେ ଆନନ୍ଦ ଉଲ୍ଲାସ ସହ ଏହି ପର୍ବ ପାଳନ କରିଥାନ୍ତି। ଏହି ଅବସରରେ ରାଇରଙ୍ଗପୁର ସହରର ମହିଳା ମହାବିଦ୍ୟାଳୟ ଲାଗିଥିବା ସିଦାହରା ସୁସାର ଆଖଳା ପରିସରରେ ହୋ ସମାଜର ମୁଖ୍ୟ ପର୍ବ ମାଘ ପର୍ବକୁ ବାମନଘାଟି ଉପଖଣ୍ଡର ପ୍ରମୁଖ ସାମାଜିକ ସଂସ୍ଥା ସିଦାହରା ସୁସାର ଆଖଳା ହୋ ମହାସଭା, ମୟୂରଭଞ୍ଜ ବୀର ବିର୍ସା ମୁଣ୍ଡା କମିଟି, ହୋ ଛାତ୍ର ସଂଗଠନ, ରାଇରଙ୍ଗପୁର ମିଳିତ ଉଦ୍ୟମରେ ହୋ ସମାଜର ମାଘେ ପର୍ବ 2026 ପାଳିତ ହୋଇଛି। ଦୁସାର ଆଖଳାରେ ସଭାପତି ପଦ୍ମଚରଣ ବାନାରା, ସହଯୋଗ ସଦସ୍ୟ ଏବଂ ଜୟପାଲ ସିଂ ନାୟକ, ଯୋଗେଶ୍ୱର ବାନାରା,
ବାଏଗ ତିରିଆ, ସୁଭାଷ ଚନ୍ଦ୍ର ହେମ୍ରମ, ଆରାମ ବିରୁଆ ଓ ମହାସଭା ମୟୂରଭଞ୍ଜ ଜିଲ୍ଲା ସଭାପତି ଅଟକା ବିରୁଆ ପ୍ରମୁଖ ଏବଂ ଉପଦେଷ୍ଟା ଆଇନଜୀବୀ ପାର୍ବତୀ ବିରୁଆ, ଜଟେୟା ସାଇବୟା, ବିର୍ସାମୁଣ୍ଡା କମିଟିର ସଭାପତି ଘନଶ୍ୟାମ ପିଙ୍ଗୁଆ, ଜାମୁଦର ପୂର୍ତ୍ତି ଏବଂ ହ ଛାତ୍ର ସଂଗଠନର ସଭାପତି ସୁନୀଲ ମାର୍ଣ୍ଡି ତଥା କାର୍ଯ୍ୟକାରୀ ସଦସ୍ୟ ଅଂଶଗ୍ରହଣ କରିଥିଲେ। ପରବର୍ତ୍ତୀ ଖବର, ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଅନୁକୂଳରେ ଜିଲ୍ଲା ପ୍ରଶାସନ ସହଭାଗିତାରେ ଆୟୋଜିତ ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବ ଦ୍ୱାଦଶ ମୟୂରଭଞ୍ଜ ପୁସ୍ତକ ମେଳା ସ୍ଥାନୀୟ ଚୌପଡ଼ିଆଠାରେ ଉଦ୍ଯାପିତ ହୋଇଯାଇଛି। ପୁସ୍ତକ ମେଳାର ସଭାପତି ପଦ୍ମନାଥ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାରିପଦା ଉପଜିଲ୍ଲାପାଳ ଡକ୍ଟର ଦୟାସିନ୍ଧୁ ପରିଡ଼ା, ମୁଖ୍ୟ ଅତିଥି ଓଡ଼ିଆ ସାହିତ୍ୟ ପତ୍ରିକା ଯୁଗଶ୍ରୀ ଯୁଗନାରୀର ସମ୍ପାଦିକା ମମତା ମହାପାତ୍ର ମୁଖ୍ୟ ବକ୍ତା ଏବଂ ପୂର୍ବତନ ରାଜ୍ୟ ସୂଚନା କମିଶନର ଶଶୀପ୍ରଭା ବିନ୍ଧାଣୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମାଜରେ ପୁସ୍ତକ ପ୍ରତି ଜନସାଧାରଣଙ୍କ ଆଗ୍ରହ ତଥା ଅନୁରକ୍ତି ବୃଦ୍ଧି ପାଇଁ ଗୁରୁତ୍ୱ ଆରୋପ କରିଥିଲେ। ପରବର୍ତ୍ତୀ ଖବର, ମୟୂରଭଞ୍ଜ ଜିଲ୍ଲାର ପୂର୍ବତନ ଏମ୍ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଡିସେମ୍ବର 5 ତାରିଖରେ ଅସୁସ୍ଥ ହୋଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ 70 ବର୍ଷ ବୟସ ହୋଇଥିଲା। ଖବର ପ୍ରସାରିତ ହେବା ପରେ ମୟୂରଭଞ୍ଜ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ମୟୂରଭଞ୍ଜ ଜିଲ୍ଲା କଳୁଆଖାମନ ଗ୍ରାମରେ 1956ରେ ଜନ୍ମିତ ସ୍ୱର୍ଗତ ତିରିଆ ସ୍ୱାଧୀନତା ସଂଗ୍ରାମୀ ପରିବାରରୁ ପ୍ରତିନିଧିତ୍ୱ କରିଥିଲେ। ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ BA ଡିଗ୍ରୀ ହାସଲ କରିଥିଲେ। 24 ବର୍ଷ ବୟସରେ ସୁଶୀଳା ଯୁବ କଂଗ୍ରେସରେ ଯୋଗ ଦେଇଥିଲେ। 1993ରୁ 1994ରେ ଯଥାକ୍ରମେ ମୟୂରଭଞ୍ଜ ଜିଲ୍ଲାର ସଭାପତି ଏବଂ ଉପସଭାପତି ହୋଇଥିଲେ। 1986ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ବୟସରେ ସେ 1986-87ରେ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ପ୍ରମାଣ ଶକ୍ତି ସମୁଦ୍ର ବିକାଶ ମନ୍ତ୍ରଣାଳୟର ପରାମର୍ଶଦାତା କମିଟି ସଦସ୍ୟ, 1987-88ରେ ନାଗରିକ ବିମାନ ପରିବହନ ମନ୍ତ୍ରଣାଳୟରେ ଏବଂ 1988-89ରେ ଯୋଗାଯୋଗ ମନ୍ତ୍ରଣାଳୟର ପରାମର୍ଶଦାତା କମିଟି ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। 1987ରୁ 1993 ପର୍ଯ୍ୟନ୍ତ ସେ ଭାରତୀୟ ଯୁବ କଂଗ୍ରେସର ଜେନେରାଲ ସେକ୍ରେଟାରୀ ଭାବେ କାର୍ଯ୍ୟ ଚଳାଇଥିଲେ। ସେ 1998-99 ସରକାରୀ ଆଶ୍ୱାସନା କମିଟି ଏବଂ 1989-92ରେ ଅନୁଷ୍ଠିତ ଜାତି ଅନୁଭୂତିକ ଜନଜାତି କଲ୍ୟାଣ କମିଟିର ସଦସ୍ୟ ଥିଲେ। 1994ରେ ସେ 10ମ ଲୋକସଭା ନିର୍ବାଚନର ଅନୁସୂଚିତ ଜନଜାତି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ମୟୂରଭଞ୍ଜରୁ ବିଜୟୀ ହୋଇଥିଲେ। ସେହି କାର୍ଯ୍ୟକାଳ ସମୟରେ 1994ରୁ 1996 ପର୍ଯ୍ୟନ୍ତ ସେ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ବନ ପରିବେଶ ଏବଂ ଖାଦ୍ୟ ଏବଂ ନାଗରିକ ଯୋଗାଣ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସଦସ୍ୟ ଥିଲେ। 1995ରୁ ସେ ଅଲ୍ ଇଣ୍ଡିଆ କଂଗ୍ରେସ କମିଟିର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିଲେ। 1996ରେ ସେ ଲୋକସଭା ସଦସ୍ୟ ଭାବେ ପୁଣି ନିର୍ବାଚିତ ହୋଇଥିଲେ। ସେ ଭାରତୀୟ ଜାତୀୟ କଂଗ୍ରେସ କମିଟି ସ୍ଥାୟୀ ସଦସ୍ୟ ଥିଲେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।